ଆଜିର ଅନୁଚିନ୍ତା। ମାନ ସମ୍ମାନ ପାଇବା ପାଇଁ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ କରନ୍ତୁ। ନିଜ ଡ୍ରଇଂ ରୁମ୍ କିମ୍ବା ଏକାଠି ଯେଉଁ ରୁମ୍ରେ ବସ, ସେହି ରୁମ୍ରେ ଏକ ସ୍ୱଚ୍ଛ କାଚ ପାତ୍ରରେ ପାଣି ରଖି ଗୋଟିଏ ସତେଜ ଗୋଲାପ ଫୁଲ ରଖନ୍ତୁ। ଯେଉଁ ରଙ୍ଗର ଗୋଲାପ ଫୁଲ ହେଲେ ବି ଚଳିବ। ଦେଖିବେ ମନ ଶାନ୍ତ ରହିବ। ଘରେ କଦାପି ବୁଢ଼ିଆଣୀ ଜାଲ ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରକୁ ଦୁଃଖ କଷ୍ଟ ମାଡ଼ି ଆସେ। ଭଙ୍ଗା ପାନିଆରେ କେବେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ ଛଡ଼ା ହୋଇଯାଆନ୍ତି। ଉଲଗ୍ନ ହୋଇ ଶୋଇବା ଦ୍ୱାରା ପିତୃପୁରୁଷଙ୍କ ଅଭିଶାପ ପଡ଼ିଥାଏ। ଯେଉଁ ଘରେ ପ୍ରତିଦିନ ସକାଳ ଓ ସଞ୍ଜବେଳେ ଧୂପ ଦୀପ ଦେଇ ପୂଜା ହୁଏ, ସେହି ଘରେ ସର୍ବଦା ଲକ୍ଷ୍ମୀ ବାସ କରନ୍ତି। ଶନିବାର ଦିନ ଅସହାୟ ଲୋକଙ୍କୁ ଦାନ ଦକ୍ଷିଣା କଲେ ଶନି ପୀଡ଼ାରୁ ମୁକ୍ତି ମିଳିଥାଏ। ଶନିବାର ଦିନ ଓସ୍ତ ଗଛ ତଳେ ଏକ ସୋରିଷ ତେଲର ଦୀପ ଜାଳି 7 ଥର ପରିକ୍ରମା କଲେ ଶନି ଦଶା କଟିଥାଏ। ବୁଧବାର ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦେଲେ ଦୋକାନ ବ୍ୟବସାୟ ଭଲ ଚାଲେ। ସକାଳେ ଉଲଗ୍ନ ଚିତ୍ର, ଯୁଦ୍ଧ ଚିତ୍ର ଓ କାନ୍ଦିବା ଚିତ୍ର ଦେଖିଲେ ଅଶୁଭ ହୋଇଥାଏ।